ନାରୀ କେନ୍ଦ୍ରିକ ଫିଲ୍ମ ଥିଲା ହଁ ତମେ କରିଥିଲ ତ ଏମିତି ଗୋଟେ କନସେପ୍ଟ କେମିତି ଭାବିଲ ଲୋକମାନେ ତାକୁ ବହୁତ ଆକ୍ସେପ୍ଟ କଲେ ତମେ ହାଇଦ୍ରାବାଦ ବାଙ୍ଗାଲୋର ହରିକା ହଁ ଯାଇକି ସେ ଫିଲ୍ମ ପଡିଥିଲା ସୁପର ହିଟ୍ ବି ହେଲା ନିଶ୍ଚୟ। କେମିତି ତମେ ମାନେ ମାଇଣ୍ଡ ସେଟ ଗୋଟେ ଆସିଲା ସେ ବିଷୟରେ କିଛି ନାଇଁ ସେତେବେଳେ କୌଣସି ପ୍ରକାର ଜିନିଷ ମୋ ମାଇଣ୍ଡ କୁ ଆସୁନି, ମାଇଣ୍ଡ କି ଆସି ହିଁ ନାହିଁ ଯଦି ମତେ ହୁଁ ହୁଁ ପଚରାଯାଏ ମୁଁ ଜେନୁଇନଲି କହିବି। କାହିଁକି ନା ଭାବି ନଥିବା ଜିନିଷ ଯେତେବେଳେ ମୋ ସାମ୍ନାରେ ହେଲା ମୁଁ ଚେଷ୍ଟା କରିବି କେମିତି ମୁଁ ଭଲ କରିବି। ମୁଁ ସବୁବେଳେ ଖୋଜି ବସୁଥିଲି କି ମତେ ଗୋଟେ ଭଲ ପ୍ଲାଟଫର୍ମ ମିଳୁ ହୁଁ ହୁଁ ଯୋଉଠି କି ଆଜ ଆନ୍ ଆର୍ଟିଷ୍ଟ ହିସାବରେ ଆକ୍ଟିଂ କରିବାର ସ୍କୋପ ବା ସ୍କିଲ ଟାକୁ ମୁଁ ରିପ୍ରେଜେଣ୍ଟ କରିବି ମୋ ଅଡିଏନ୍ସ ମାନଙ୍କ ସାମ୍ନାରେ। ଆଉ ସେଇଟା ମୋ ପାଇଁ ଗୋଟେ ଗୋଲ୍ଡେନ ଅପରଚ୍ୟୁନିଟି ଥିଲା। ସେଟା ନେଗେଟିଭ ହଉ ସେଟା ପଜିଟିଭ ହଉ ସେଟା ଯାହା ବି ହଉ ଆଜ ଆନ୍ ଆର୍ଟିଷ୍ଟ ସେ ସବୁ କ୍ୟାରେକ୍ଟର କରିବା ଉଚିତ, ଏଟା ଆମକୁ ଅଭିନୟର ଥିଓରି କହେ। ସେଥିପାଇଁ ଗୋଟେ ଚରିତ୍ର ଯେତେବେଳେ ମିଳିଥିଲା ମତେ ନେଗେଟିଭ ଆଣ୍ଟି ହିରୋଇନ ଯାହାବି ମତେ ଅଡିଏନ୍ସ ସଜେଇଲେ ବା ଯାହାବି ମତେ କାହାଣୀ ସଜେଇଲା ମୁଁ କେବଳ ଚେଷ୍ଟା କରିଥିଲି ମୋର ଅଭିନୟ ମାଧ୍ୟମରେ ମୁଁ କୀର୍ତ୍ତି ହେଇକି ଲୋକମାନଙ୍କ ପାଖରେ ପହଞ୍ଚେ, ଓଡିଶାର ଦର୍ଶକ ମାନେ ସେ ଚରିତ୍ରକୁ ମନୋରଞ୍ଜନ କରନ୍ତୁ ଆଉ ମତେ ଗାଳି ଦିଅନ୍ତୁ, ମତେ ଭଲ ପାଇବା ଦିଅନ୍ତୁ, ମତେ ଆଶୀର୍ବାଦ ଦିଅନ୍ତୁ। ମୁଁ ଚେଷ୍ଟା କରିଥିଲି ମୋର ଭଲ କରିବା ପାଇଁ। ମୋର ପ୍ରଡକ୍ସନ ଟିମ୍ ମତେ କାଷ୍ଟିଂ କରିଥିବା ମୋର ପ୍ରଡ୍ୟୁସର ମ୍ୟାଡାମ ବର୍ଷା ମ୍ୟାମ ସମସ୍ତେ ଖୁସି ଥିଲେ। ସେ ସିନେମା ପରେ ମତେ ବହୁତ ଭଲ ରେସ୍ପନ୍ସ ବି ମିଳିଥିଲା। ତାପରେ ବହୁତ ଫିଲ୍ମର ଅଫର ବି ତମକୁ ବହୁତ ଆସିଥିଲା ସେ ସିନେମାର ସମୟରେ ଅଫର ଆସିଛି, ମ୍ୟୁଜିକ ଭିଡିଓର ଅଫର ଆସିଛି, ମେଗା ଧାରାବାହିକର ଅଫର ଆସିଛି।